ॐ अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपा गदामह्यं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरुं वैष्णवांशं श्रीरूपसगृजातं सह नैतं तं सजीवं साद्वैतं सावधूतं परिजनसहितं श्रीकृष्णचैतन्यदेवम्। हे कृष्ण करुणा सिंधु दीनबंधु जगतपते गोपेश गोपीकांत राधाकांत मंसाकल्पतरुभ्यश्च कृपा सिन्धुभ्यः च पतितानां पावनेभ्यो वैष्णवेभ्यो नमो नमः। हरे कृष्ण 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 हरे 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 राम 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 हरे। मोर उपस्थित थिबा समस्त भक्तों प्रणाम। आउ प्रभु से मोर विशेष धन्यवाद मते क्लास टे दबाव कहथिबारो ए लीलाटी मु प्रकाश करबी। मोर लीला ହେଉଛି ବତ୍ସାସୁର ଓ ବକାସୁର ବଧ। ବଜ୍ରପାତ ଶବ୍ଦ କରି ଯେତେବେଳେ ଅର୍ଜୁନ ବୃକ୍ଷକୁ ଦୁଇଟି ଭୂମିରେ ପଡ଼ିଗଲେ, ନନ୍ଦ ମହାରାଜ ସମେତ ଗୋକୁଳର ସମସ୍ତ ଅଧିବାସୀ ସେ ସ୍ଥାନକୁ ଧାଇଁ ଆସିଥିଲେ। ସେମାନେ ସମସ୍ତେ ଦେଖିକରି ଆଶ୍ଚର୍ଯ୍ୟ ହେଲେ, ଏ ଦୁଇଟି ପ୍ରକାଣ୍ଡ ବୃକ୍ଷ କିପରି ହଠାତ୍ ଭୂପତିତ ହେଲା। ସେମାନଙ୍କ ଉପୁଡ଼ି ପଡ଼ିବାର କୌଣସି କାରଣ ଜାଣି ନ ପାରି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ଯେତେବେଳେ ସେମାନେ ଦେଖିଲେ ଯେ ଶିଶୁ ଶ୍ରୀକୃଷ୍ଣଙ୍କୁ ଯଶୋଦା ଦଉଡ଼ିରେ ଉପୁଡ଼ିବାର କୌଣସି କାରଣ ଜାଣି ନ ପାରି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ। ଯେତେବେଳେ ସେମାନେ ଦେଖିଲେ ଯେ ଶ୍ରୀକୃଷ୍ଣଙ୍କୁ ଯଶୋଦା ଦଉଡ଼ିରେ ଉତ୍କଳରେ ବାନ୍ଧି ଦେଇଛନ୍ତି, ସେତେବେଳେ ସେମାନେ ଭାବିଲେ ଏହା ହେଉଛି କୌଣସି ଅସୁରର କୃତ୍ୟ, ନଚେତ୍ ଏହା କିପରି ସମ୍ଭବ ହେଲା। ତତ୍ ସଙ୍ଗେ ସଙ୍ଗେ ସେମାନେ ଅତ୍ୟନ୍ତ ବିଚଳିତ ହୋଇପଡ଼ିଲେ ଯେ ସର୍ବଦା ଶିଶୁ କୃଷ୍ଣଙ୍କ ନିକଟରେ ଏପରି ଅସାଧାରଣ ଘଟଣାମାନ ଘଟୁଛି। ଯେତେବେଳେ ବୟସ୍କ ଗୋପାଳମାନେ ଏ ପ୍ରକାର ଭାବୁଥାନ୍ତି, ସେତିକିବେଳେ ସେଠାରେ ଖୋଜୁଥିବା ଛୋଟ ପିଲାମାନେ କହିଲେ ଯେ କୃଷ୍ଣ ଉତ୍କଳରେ ବନ୍ଧା ହୋଇଥିବା ଦଉଡ଼କୁ ଟାଣି ଦେବାରୁ ଗଛ ଦୁଇଟି ଉପୁଡ଼ି ପଡ଼ିଲେ। ସେ ପିଲାମାନେ ବଡ଼ମାନଙ୍କୁ ବୁଝାଇ ଦେଲେ। କୃଷ୍ଣ ଦୁଇ ଗଛ ଫାଙ୍କ ମଧ୍ୟରେ ଗଳି ଆସିଲେ ଏବଂ ଉତ୍କଳଟି ଫାଙ୍କ ମଧ୍ୟରେ ଗଳି ନ ପାରି ଲାଖି ରହିଲା। କୃଷ୍ଣ ଦଉଡ଼ିକୁ ଟାଣିବାକୁ ଆରମ୍ଭ କଲେ ଏବଂ ଗଛ ଦୁଇଟି ଉପୁଡ଼ି ପଡ଼ିଲେ। ସଙ୍ଗେ ସଙ୍ଗେ ଦୁଇଟି ଅତି ତେଜିୟାନ ପୁରୁଷ ଗଛ ଭିତରୁ ବାହାରି ଆସିଲେ ଏବଂ ସେମାନେ କୃଷ୍ଣଙ୍କ ସହିତ କଥାବାର୍ତ୍ତା ହେବାକୁ ଆରମ୍ଭ କଲେ। ଅଧିକାଂଶ ଗୋପାଳ ପିଲାମାନଙ୍କର ଏ କଥାକୁ ବିଶ୍ୱାସ କଲେ ନାହିଁ। ଏହା ଯେ ସମ୍ଭବ ହୋଇପାରେ ଏକଥା ସେମାନେ ବିଶ୍ୱାସ କଲେ ନାହିଁ। ଅବଶ୍ୟ କେତେକ ସେମାନଙ୍କ ମଧ୍ୟରୁ ବିଶ୍ୱାସ କରି ନନ୍ଦ ମହାରାଜଙ୍କୁ କହିଲେ, ଆପଣଙ୍କ ପିଲା ଅନ୍ୟ ପିଲାଙ୍କଠାରୁ ସ୍ୱତନ୍ତ୍ର ଅଟେ, ସେ ଏହା କରିପାରିଥିବ। ନନ୍ଦ ମହାରାଜ ପୁଅର ଏପରି ଅସାଧାରଣ ଶକ୍ତି କଥା ଶୁଣି ହସିବାକୁ ଆରମ୍ଭ କଲେ। ସେ ଆସି ତାଙ୍କର ଆଶ୍ଚର୍ଯ୍ୟ ଧରଣର ଶିଶୁକୁ ବନ୍ଧନ ମୁକ୍ତ କରିବା ନିମିତ୍ତ ଦଉଡ଼ି ଖୋଲିଦେଲେ। ନନ୍ଦ ମହାରାଜଙ୍କ ଦ୍ୱାରା ବନ୍ଧନ ମୁକ୍ତ ହୋଇ ଶ୍ରୀକୃଷ୍ଣ ଗୋପୀମାନଙ୍କ କୋଳକୁ ଚାଲିଗଲେ। ସେମାନେ ତାଙ୍କୁ ଅଗଣାକୁ ନେଇଗଲେ ଏବଂ ତାଳି ମାରି ତାଙ୍କର ଆଶ୍ଚର୍ଯ୍ୟଜନକ କ୍ରିୟାକଳାପର ଗୁଣଗାନ କରିବାକୁ ଲାଗିଲେ। ଏକ ସାଧାରଣ ପିଲାଙ୍କ ପରି ଶ୍ରୀକୃଷ୍ଣ ମଧ୍ୟ ସେମାନଙ୍କ ସାଥିରେ ତାଳି ମାରିବାକୁ ଆରମ୍ଭ କଲେ। ଭଗବାନ ଶ୍ରୀକୃଷ୍ଣ ପୂର୍ଣ୍ଣ ରୂପେ ଗୋପୀମାନଙ୍କର ବଶ ହୋଇ ସେମାନଙ୍କ ହାତରେ ଏକ କଣ୍ଢେଇ ପରି ନାଚିବାକୁ ଓ ଗାଇବାକୁ ଆରମ୍ଭ କଲେ। ବେଳେବେଳେ ମା ଯଶୋଦା ବସିବା ପାଇଁ ଏକ କାଠଫଟା ଆଣିବାକୁ କୃଷ୍ଣଙ୍କୁ କହୁଥିଲେ, ଯଦିଓ କାଠଫଟାଟି ଖୁବ୍ ଓଜନିଆ ଥିଲା ଏବଂ ଶିଶୁ ପକ୍ଷରେ ତାକୁ ବୋହିବା ଅତ୍ୟନ୍ତ କଷ୍ଟକର ଥିଲା, ତଥାପି କୃଷ୍ଣ ତାକୁ କୌଣସି ମତେ ମାଙ୍କ ପାଇଁ ଆଣୁଥିଲେ। ବେଳେବେଳେ ତାଙ୍କର ପିତା ନାରାୟଣ ପୂଜା କରୁଥିବା ବେଳେ କୃଷ୍ଣଙ୍କୁ ତାଙ୍କ ପାଦୁକା କଠାଉ ଆଣିବାକୁ କହୁଥିଲେ ଏବଂ ଶିଶୁ କୃଷ୍ଣ ଅତି କଷ୍ଟରେ କଠାଉକୁ ମୁଣ୍ଡାଇ ବାପାଙ୍କ ପାଖକୁ ଆଣୁଥିଲେ। ଯେତେବେଳେ କୌଣସି ଏକ ଭାରୀ ପଦାର୍ଥ ଉଠାଇବାକୁ କୁହାଯାଉଥିଲା ଏବଂ ସେ ତାକୁ ଉଠାଇବାକୁ ଅକ୍ଷମ ହେଉଥିଲେ, ସେତେବେଳେ ସେ କେବଳ ତାଙ୍କ ହାତ ହଲାଉଥିଲେ। ଏହି ପ୍ରକାରେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ସେ ପିତାଙ୍କ
ନିକଟରେ ଆନନ୍ଦର ସରୋବର ଥିଲେ। ବୃନ୍ଦାବନର ଅଧିବାସୀ ସମକ୍ଷରେ ଏ ପ୍ରକାର ବାଲ୍ୟଲୀଳା ପ୍ରଦର୍ଶନ କରିବାର କାରଣ ହେଲା ଏହା ଯେ ସେ ବିଶିଷ୍ଟ ଦାର୍ଶନିକ ଏବଂ ଯୋଗୀ ଋଷିମାନଙ୍କୁ ଯେଉଁମାନେ କି ସର୍ବଦା ଭଗବାନଙ୍କ ବିଷୟରେ ଚିନ୍ତାମଗ୍ନ ହୋଇ ଭଗବାନଙ୍କୁ ପାଇବାକୁ ଇଚ୍ଛା କରନ୍ତି, ସେମାନଙ୍କୁ ଦେଖାଇ ଦେବାକୁ ଚାହାନ୍ତି ଯେ କିପରି ପରମ ସତ୍ୟ ଭଗବାନଙ୍କର ବଶ ଏବଂ ଶୁଦ୍ଧ ଭକ୍ତଙ୍କର ଇଚ୍ଛାନୁଯାୟୀ କାର୍ଯ୍ୟ କରନ୍ତି। ଏଇଠୁ ଆମେ ଗୋଟେ ଶିକ୍ଷା ବି ପାଇପାରିବା। ଭଗବାନ ତାଙ୍କ ଭକ୍ତକୁ ମାନେ ଭକ୍ତଙ୍କ ଇଚ୍ଛାନୁଯାୟୀ ଭଗବାନ କିଛି ବି ରୂପ ଧାରଣ କରିକି ଆସିପାରନ୍ତି। ଥରେ ଜଣେ ଫଳ ଭିକାରୀ ନନ୍ଦ ମହାରାଜଙ୍କ ଦାଣ୍ଡକୁ ଆସିଥିଲା। ଫଳ ଭିକାରୀ ଡାକୁଥିଲା, କିଏ ଫଳ ନେବ ଆସ ମୋ ଠାରୁ ନେଇଯାଅ। ଫଳ ଭିକାରୀର ଏ ଡାକ ଶୁଣି ଶିଶୁ କୃଷ୍ଣ ସାଙ୍ଗେ ସାଙ୍ଗେ କିଛି ଚାଉଳ ମୁଠାଏ ଧରି ବାହାରକୁ ଆଣିଥିଲେ। ସେତେବେଳେ ତାଙ୍କ ସମୟରେ ଅଦଳ ବଦଳ ସବୁ ଚାଲିଥିଲା, ମାନେ କିଛି ଦବାକୁ ପଡିଲେ କିଛି ନବାକୁ ବି ପଡେ। ଯେମିତିକି ମାନେ ଆମ୍ବ କିଣିବାକୁ ହେଲେ କିଛି ତାଙ୍କ ଘରର ଜିନିଷ କିଛି ଦବାକୁ ପଡେ। ତ ଶିଶୁ କୃଷ୍ଣ ସେତେବେଳେ ଚାଉଳ ମୁଠାଏ ତାଙ୍କର ମାନେ ତାଙ୍କ ଛୋଟ କୁନି ହାତରେ ଧରି ଯାଉଥିବା ବେଳେ ଅଧା ଢାଳି ବି ହୋଇଯାଇଥିଲା, କିନ୍ତୁ ଫଳ ଭିକାରୀ ଶ୍ରୀକୃଷ୍ଣଙ୍କୁ ଆମ୍ବ ତାଙ୍କର ଦୁଇ ଭରାରେ ଦୁଇ ହାତରେ ଭରି ଦେଇଥିଲେ। ତ ଶ୍ରୀକୃଷ୍ଣ ଯୋଉ ମୁଠାଏ ମାନେ ଚାଉଳ ଯେତିକି ଥିଲା ତାଙ୍କର ସେ ଯୋଉ ଟୋକେଇଟି ପୁରା ସୁନାରେ ପୁରା ଭରିକି ହେଇଯାଇଥିଲା। ତଦ୍ୱାରା ସମସ୍ତ ଭରି ଯାଇଥିଲା। ଇତିମଧ୍ୟରେ ସେ ଫଳ ବିକାଳି ଦେଖିଲା ତାର ଟୋକେଇଟି ମଣିମୁକ୍ତାରେ ପୂର୍ଣ୍ଣ ହୋଇଯାଇଛି। ଭଗବାନ ସବୁ କିଛି ଦେଖିପାରନ୍ତି। ଯଦି ବ୍ୟକ୍ତି ଭଗବାନଙ୍କୁ କିଛି ଦିଏ ତଦ୍ୱାରା ସେ କ୍ଷତିଗ୍ରସ୍ତ ହୁଏ ନାହିଁ, ବରଂ ଲକ୍ଷ ଲକ୍ଷ ଗୁଣରେ ଭଗବାନଙ୍କର ଲାଭବାନ ହୁଏ। ଲକ୍ଷ ଲକ୍ଷ ଗୁଣରେ ଲାଭବାନ ହୁଏ। ଜାମଳାର୍ଜୁନରେ ମୁକ୍ତିଦାତା ଭଗବାନ ଶ୍ରୀକୃଷ୍ଣ ଥରେ ବଳରାମ ଓ ଅନ୍ୟ ପିଲାମାନଙ୍କ ସାଥିରେ ଯମୁନା କୂଳରେ ଖେଳୁଥିଲେ। ସକାଳ ବେଳା ସେମାନଙ୍କର ଘରକୁ ଫେରିବାର ଡେରି ହେବା ଦେଖି ବଳରାମଙ୍କ ମାତା ରୋହିଣୀ ସେମାନଙ୍କୁ ଘରକୁ ଡାକି ଆଣିବାକୁ ଗଲେ। କିନ୍ତୁ କୃଷ୍ଣ ଓ ବଳରାମ ସେମାନଙ୍କ ସାଥୀମାନଙ୍କ ସହ ଏପରି ଖେଳରେ ମଜି ଯାଇଥିଲେ ଯେ ସେମାନେ ଘରକୁ ଫେରିବାକୁ ଇଚ୍ଛା କଲେ ନାହିଁ। ସେମାନେ ଅଧିକ ପରିମାଣରେ ଖେଳରେ ମାତି ଉଠିଲେ। ରୋହିଣୀ ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ଅକ୍ଷମ ହେବାରୁ ସେ ଘରକୁ ଫେରିଗଲେ ଏବଂ ସେମାନଙ୍କୁ ଡାକି ଆଣିବାକୁ ମା ଯଶୋଦାଙ୍କୁ ପଠାଇଲେ। ମା ଯଶୋଦା ତାଙ୍କ ପୁତ୍ରକୁ ଏତେ ସ୍ନେହ କରୁଥିଲେ ଯେ ସେ ଯେମିତି ତାଙ୍କୁ ଡାକି ଆଣିବାକୁ ଗଲେ ତାଙ୍କର ସ୍ତନ ଦୁଗ୍ଧରେ ପରିପୂର୍ଣ୍ଣ ହୋଇ ଉଠିଲା। ସେ ଖୁବ ବଡ଼ ପାଟିରେ ଚିତ୍କାର କରି ଡାକିଲେ, ହେ ପିଲାଏ, ଘରକୁ ଫେରିଆସ, ତୁମର ଭୋଜନ କରିବା ସମୟ ଅତୀତ ହୋଇଗଲାଣି। ତାପରେ ସେ ପୁଣି କହିଲେ, ହେ କୃଷ୍ଣ, ହେ ମୋର ପଦ୍ମଲୋଚନ ପୁତ୍ର, ଆସ ସ୍ତନ୍ୟପାନ କର। ବହୁତ ଖେଳିଲୁଣି ହେ ବାବା, ଭାରି ଭୋକ ଲାଗିବଣି। ଏତେ ଦୀର୍ଘ ସମୟ ଧରି ଖେଳିବା ଦ୍ୱାରା ନିଶ୍ଚୟ କ୍ଳାନ୍ତ ହୋଇପଡ଼ିବୁଣି। ସେ ମଧ୍ୟ ନିମ୍ନ ପ୍ରକାରେ ବଳରାମଙ୍କୁ କହିଲେ, ହେ ବଂଶର ଗୌରବ ବାବା ବଳରାମ, ତୋର ସାନ ଭାଇ କୃଷ୍ଣଙ୍କ ତୋର ସାନ ଭାଇ କୃଷ୍ଣଙ୍କ ସହିତ ଶୀଘ୍ର ଫେରିଆସ। ସକାଳ ପ୍ରହରୁ ଖେଳରେ ମାତିଛ, ନିଶ୍ଚୟ ଭାରି କ୍ଳାନ୍ତ ହୋଇପଡ଼ିବଣି। ଦୟାକରି ଫେରିଆସ ଏବଂ ଘରେ ଭୋଜନ ଗ୍ରହଣ କର। ତୁମର ପିତା ନନ୍ଦରାଜଙ୍କ ତୁମ ଅପେକ୍ଷା କରିଛନ୍ତି। ସେ ଖାଇବେ, ତେଣୁ ତୁମେ ଫେରିଆସ, ସେ ଖାଇବେ। କୃଷ୍ଣ ଓ ବଳରାମ ଯେମିତି ଶୁଣିଲେ ଯେ ନନ୍ଦ ମହାରାଜଙ୍କ ଲାଗି ଅପେକ୍ଷା କରିଛନ୍ତି, ସେମାନଙ୍କ ଅନୁପସ୍ଥିତି ଯୋଗୁଁ ଭୋଜନ କରିନାହାନ୍ତି, ସେମାନେ ଫେରିବାକୁ ଆରମ୍ଭ କଲେ। ସେମାନଙ୍କର ଅନ୍ୟ ଖେଳ ସାଥୀ ଆପତ୍ତି ଉଠାଇଲେ, ଠିକ୍ ଆମ ଖେଳ ଯେତେବେଳେ ଘନେଇ ଆସୁଛି ସେତିକି ବେଳେ କୃଷ୍ଣ ହିଁ ଛାଡ଼ି ଦେଇ ଚାଲି ଯାଉଛନ୍ତି। ତାପରେ ଆଉ ସେମାନେ ଖେଳ ଛାଡ଼ି ତାପରେ ଆଉ ତାକୁ ଆମେ ଖେଳ ଛାଡ଼ି ଯିବାକୁ ଦେବୁ ନାହିଁ। ତାଙ୍କ ଖେଳ ସାଥୀମାନେ ସେମାନଙ୍କୁ ଧମକ ଦେଲେ ଯେ ସେମାନେ ଆଉ ତାଙ୍କୁ ସାଥିରେ ଖେଳାଇବେ ନାହିଁ। ଏହା ଶୁଣି କୃଷ୍ଣ ଡରିଗଲେ। ସେ ଆଉ ଘରକୁ ନ ଫେରି ସାଥୀମାନଙ୍କ ସହିତ ଖେଳିବାକୁ ଲେଉଟି ଆସିଲେ। ଏହା ଦେଖି ମା ଯଶୋଦା ସେ ପିଲାମାନଙ୍କୁ ଗାଳି ଦେଲେ ଏବଂ କୃଷ୍ଣଙ୍କୁ କହିଲେ, ହେ କୃଷ୍ଣ, ତୁମେ କଣ ଭାବୁଛ ଯେ ତୁମେ ଜଣେ ସାଧାରଣ ଦାଣ୍ଡର ପିଲା? ଅ, ତୁମର ଘର ଦ୍ୱାର ନାହିଁ, ଆସ ଘରକୁ ଫେରିଆସ। ମୁଁ ଦେଖୁଛି ସକାଳ ପ୍ରହରୁ ଖେଳରେ ମାତି ରହିଥିବା ଯୋଗୁଁ ତୁମ ଶରୀର କିପରି ଧୂଳିଆ ଧୂସର ହୋଇଯାଇଛି। ଏବେ ଘରକୁ ଆସ, ସ୍ନାନ କର। ଏହା ଛଡ଼ା ତୁମର ଆଜି ଜନ୍ମଦିନ ଉତ୍ସବ, ତେଣୁ ତୁମେ ଘରକୁ ଫେରିଆସି ବ୍ରାହ୍ମଣ ମାନଙ୍କୁ ଗାଭି ଦାନ ଦେବ। ତୁମେ ଦେଖିପାରୁନା ତୁମ ଖେଳ ସାଥୀ ମାନଙ୍କୁ
ସେମାନଙ୍କ ମା କିପରି ଅଳଙ୍କାରରେ ଭୂଷିତ କରିଦେଇଛନ୍ତି, ତୁମେ ସେହି ସଫାସୁତୁରା ହୋଇ ଭଲ ପୋଷାକ ଓ ଅଳଙ୍କାରରେ ପରିଧାନ କରିବା ଉଚିତ। ଦୟାକରି ଫେରିଆସ, ସ୍ନାନ କର, ସୁନ୍ଦର ପୋଷାକ ପରିଧାନ କର, ତାପରେ ପୁଣି ଖେଳିବାକୁ ଯାଇପାର। ଆମେ ଯେତେବେଳେ ବି ଏଇଠୁ ଗୋଟେ ଶିଖିପାରିବା, ଆମେ ଯେତେବେଳେ ଇସ୍କନ ଯାଉ କି ଯୋଉଠି ରାଧା ମାଧବ ଯୋଉଠି ଥାନ୍ତି, ତାଙ୍କୁ ବହୁତ ଅଳଙ୍କାରରେ ସଜାଯାଏ, କାରଣ ସେ ଭଲ ପାଆନ୍ତି କି ତାଙ୍କୁ କିଏ କେତେ ଭଲରେ ସଜେଇ ପାରନ୍ତି ତାଙ୍କ ଭକ୍ତମାନେ। ଏହି ପ୍ରକାରେ ମା ଯଶୋଦା ବ୍ରହ୍ମା, ଶିବ ଆଦି ବଡ ବଡ ଦେବତାଙ୍କ ଦ୍ୱାରା ପୂଜିତ ଭଗବାନ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଡାକିଲେ। ସେ ସେମାନଙ୍କୁ ତାଙ୍କ ସନ୍ତାନ ବୋଲି ଭାବୁଥିଲେ। ଯେତେବେଳେ ଶ୍ରୀକୃଷ୍ଣ ଓ ବଳରାମ ଘରକୁ ଆସିଲେ, ମା ଯଶୋଦା ସେମାନଙ୍କୁ ଭଲ ଭାବରେ ସ୍ନାନ କରାଇ ଦେଲେ ଏବଂ ସୁନ୍ଦର ପୋଷାକ ଓ ଅଳଙ୍କାର ପିନ୍ଧାଇ ଦେଲେ। ତାପରେ ସେ ବ୍ରାହ୍ମଣ ମାନଙ୍କୁ ଡକାଇଲେ ଏବଂ କୃଷ୍ଣଙ୍କର ଜନ୍ମ ଦିବସ ଉତ୍ସବ ଉପଲକ୍ଷେ ପିଲାମାନଙ୍କ ଜରିଆରେ ସେମାନଙ୍କୁ ଅନେକ ଗାଈ ଦାନ କଲେ। ଏହି ପ୍ରକାରେ ସେ ଗୃହରେ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ଉତ୍ସବ ପାଳନ କଲେ। ଏହି ଘଟଣା ପରେ ବୟସ୍କ ଗୋପାଳ ବୃନ୍ଦ ଏକତ୍ର ହୋଇ ଏକ ସଭା କଲେ। ନନ୍ଦ ମହାରାଜ ସଭାପତି ହୋଇଥିଲେ। ମହାବନରେ ରାକ୍ଷସ ମାନଙ୍କର ଯେଉଁ ଉପଦ୍ରବ ହେଉଛି, ତାହା କିପରି ବନ୍ଦ ହୋଇପାରିବ? ତାଙ୍କର ନନ୍ଦ ମହାରାଜଙ୍କ ଭାଇ ଉପନନ୍ଦ ଉପସ୍ଥିତ ଥିଲେ। ସେ ଅଭିଜ୍ଞ ତଥା ଶାସ୍ତ୍ରଜ୍ଞ ବୋଲି ବିବେଚିତ ହେଉଥିଲେ। ସେ ମଧ୍ୟ କୃଷ୍ଣ ଓ ବଳରାମଙ୍କର ଶୁଭାକାଂକ୍ଷୀ ଥିଲେ। ସେ ଜଣେ ନେତା ଥିଲେ। ସେ ନିମ୍ନଲିଖିତ ପ୍ରକାରେ ସଭାରେ ଭାଷଣ ଦେଲେ। ହେ ବନ୍ଧୁଗଣ, ଆମେ ଚାଲ ଏ ସ୍ଥାନ ତ୍ୟାଗ କରି ଅନ୍ୟ ଏକ ସ୍ଥାନକୁ ଯିବା, କାରଣ ଏଠାରେ ବରାବର ରାକ୍ଷସ ମାନଙ୍କର ଉପଦ୍ରବ ଲାଗି ରହି ଆମର ଶାନ୍ତିପୂର୍ଣ୍ଣ ଅବସ୍ଥାନରେ ବାଧା ସୃଷ୍ଟି ହେଉଅଛି ଏବଂ ସେମାନେ ବିଶେଷ କରି ଛୋଟ ପିଲାମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି। ପୂତନା ଓ କୃଷ୍ଣ କଥା ଭାବନ୍ତୁ। ଏହା କେବଳ ଭଗବାନ ହରିଙ୍କ ଦୟା ଯୋଗୁଁ କୃଷ୍ଣ ଏତେ ବଡ ରାକ୍ଷସୀ କବଳରୁ ରକ୍ଷା ପାଇଲା। ତାପରେ ଚକ୍ରବାତ ଓ ରାକ୍ଷସ କୃଷ୍ଣଙ୍କୁ ଆକାଶକୁ ଉଠାଇ ନେଲା, କିନ୍ତୁ ଶ୍ରୀହରିଙ୍କ କୃପାରୁ ସେ ରକ୍ଷା ପାଇଲେ ଏବଂ ରାକ୍ଷସ ପଥର ଉପରେ କଡ଼ି ହୋଇ ପଡ଼ି ମୃତ୍ୟୁବରଣ କଲା। ଏଇ ତ ନିକଟରେ ପିଲାଟି ଦୁଇଟି ଅର୍ଜୁନ ବୃକ୍ଷ ମଧ୍ୟରେ ଖେଳୁଥିଲା ବେଳେ ସେ ଗଛ ଦୁଇଟି ପ୍ରଚଣ୍ଡ ଶବ୍ଦ କରି ଉପୁଡ଼ି ପଡ଼ିଲେ। ତଥାପି ସେ ଶିଶୁର କିଛି କ୍ଷତି ହୋଇନାହିଁ। ତେଣୁ ଭଗବାନ ଶ୍ରୀହରି ତାଙ୍କୁ ପୁଣି ରକ୍ଷା କଲେ। ଏ ବିପଦ କଥା ଆପଣମାନେ ଭାବନ୍ତୁ। ଆଜି ଏପରି ହୋଇପାରିଥାନ୍ତା? ଏ ଶିଶୁ ସାଙ୍ଗରେ ଖେଳୁଥିବା ଅନ୍ୟ କୌଣସି ପିଲା ଗଛ ଚାପାରେ ଆଜି ମରିଯାଇ ପାରିଥାନ୍ତା। ଏଇ ସବୁ କଥା ବିଚାର କଲେ ଆମେ ଏ ସିଦ୍ଧାନ୍ତରେ ପହଞ୍ଚିବା ଯେ ଏ ସ୍ଥାନ ନିରାପଦ ନୁହେଁ। ଚାଲ ଏ ସ୍ଥାନ ତ୍ୟାଗ କରି ଅନ୍ୟତ୍ର ଯିବା। ଭଗବାନ ଶ୍ରୀହରିଙ୍କ ଦୟାରୁ ଆମେ ସମସ୍ତେ ନାନା ବିପଦରୁ ରକ୍ଷା ପାଇଛେ। ବର୍ତ୍ତମାନ ଆମେ ସାବଧାନ ହେବା, ଏ ସ୍ଥାନ ତ୍ୟାଗ କରି ଅନ୍ୟତ୍ର ରହିବା, ଯେଉଁଠି ଆମେ ଶାନ୍ତିରେ ବାସ କରିପାରିବା। ମୁଁ ଭାବୁଛି ଚାଲ ଯିବା, ଆମ ସମସ୍ତେ ବୃନ୍ଦାବନ ବନକୁ ଯିବା, ଯେଉଁଠିକି ବର୍ତ୍ତମାନର କଅଁଳ ଘାସ ବୃକ୍ଷଲତା ମାନେ ମୁଣ୍ଡ ଟେକିଛି ଏବଂ ଆମର ଗାଈ ମାନଙ୍କର ଚରିବା ପାଇଁ ତାହା ମଧ୍ୟ ଉପଯୁକ୍ତ ସ୍ଥାନ। ଆମେ ଆମର ପରିବାର ପିଲା କବିଲା ଗୋପାଳ ବାଳକ ମାନଙ୍କ ସହିତ ସେଠାରେ ଶାନ୍ତିରେ ରହିପାରିବା। ବୃନ୍ଦାବନ ନିକଟରେ ଅତି ସୁନ୍ଦର ଗୋବର୍ଦ୍ଧନ ପାହାଡ ଅଛି। ସେଠାରେ ଆମର ଗୋବତ୍ସ ମାନଙ୍କର କଅଁଳ ଘାସ ପତ୍ର ଅଛି। ସେଠାରେ ବାସ କରିବାକୁ ଆମର କୌଣସି ଅସୁବିଧା ହେବ ନାହିଁ। ତେଣୁ ମୁଁ ପ୍ରସ୍ତାବ କରୁଛି, ସେ ସୁନ୍ଦର ସ୍ଥାନକୁ ଚାଲ। ଆମେ ସଙ୍ଗେ ସଙ୍ଗେ ଆମର ଗାଡି ମାନେ ଠିକଣା କରିବା। ଯଦି ତୁମେ ମାନେ ଇଚ୍ଛା କର, ଗାଈ ମାନଙ୍କୁ ଆଗରେ ଚଲାଇ ଚାଲ ଯିବା। ଉପନନ୍ଦଙ୍କର କଥା ଶୁଣି ସମସ୍ତ ଗୋପାଳ ବୃନ୍ଦ ସଙ୍ଗେ ସଙ୍ଗେ ଯିବାକୁ ରାଜି ହୋଇଗଲେ। ଚାଲ ସେଠାକୁ ସାଙ୍ଗେ ସାଙ୍ଗେ ଯିବା। ପ୍ରତ୍ୟେକେ ନିଜ ନିଜର ଗୃହର ସରଞ୍ଜାମ ଶଗଡ଼ ଗାଡିରେ ଲଦି ବୃନ୍ଦାବନ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ। ଗ୍ରାମର ସମସ୍ତ ବୃଦ୍ଧ ଓ ସ୍ତ୍ରୀ ପିଲା ଗାଡିରେ ବସିଲେ ଏବଂ ବୟସ୍କ ଗୋପାଳଗଣ ଧନୁଷରେ ଧରି ଗାଡି ପଛରେ ଯିବା ପାଇଁ ତିଆରି ହୋଇଗଲେ। ସମସ୍ତେ ଗାଈ ବାଛୁରୀ ସବା ଆଗରେ ରହିଲା। ପୁରୁଷ ମାନେ ଧନୁଷର ଧରି ଚାରିଆଡେ ବେଢି ରହିଲେ ଏବଂ ସେମାନଙ୍କର ଶିଙ୍ଗା ବେଣୁଧ୍ୱନି କରିବାକୁ ଆରମ୍ଭ କଲେ। ଏହି ପ୍ରକାରେ କୋଳାହଳ ଧ୍ୱନି କରି ସେମାନେ ବୃନ୍ଦାବନ ଯାତ୍ରା ଆରମ୍ଭ କଲେ। ଗୋପ ଯୁବତୀଗଣ କଥା କିଏ ବର୍ଣ୍ଣନା କରିପାରିବ? ସେମାନେ ସମସ୍ତେ ସୁନ୍ଦର ମୂଲ୍ୟବାନ ଶାଢୀ ଓ ଅଳଙ୍କାର ପରିଧାନ କରି ଗାଡିରେ ବସିଥିଲେ। ସେମାନେ ଶିଶୁ ଶ୍ରୀକୃଷ୍ଣଙ୍କର ବାଲ୍ୟ ଲୀଳା ପୂର୍ବ ପରି ଗାନ କରିବାକୁ ଲାଗିଲେ। ମା ଯଶୋଦା ଓ ମା ରୋହିଣୀ ଏକ ସ୍ୱତନ୍ତ୍ର ଗାଡିରେ ବସିଥିଲେ। କୃଷ୍ଣ ଓ ବଳରାମ
ସେମାନଙ୍କ କୋଳରେ ବସିଥିଲେ। ମା ରୋହିଣୀ ଓ ଯଶୋଦା ଗାଡ଼ିରେ ବସି ଯାଉଥିଲା ବେଳେ ସେମାନେ କୃଷ୍ଣ ଓ ବଳରାମଙ୍କ ସହ କଥାଭାଷା ହେଉଥିଲେ। ସେ କଥାଭାଷାରୁ ସେମାନେ ଦିବ୍ୟ ଆନନ୍ଦ ଲାଭ କରୁଥିଲେ। ଯେତେବେଳେ ଆମେ ଭଗବାନଙ୍କର ଗୁଣଗାନ କରିଥାନ୍ତି, ସେତେବେଳେ ଆମ୍ଭମାନଙ୍କର ହୃଦୟ ଆନନ୍ଦରେ ହିଁ ଉତ୍ଫୁଲ୍ଲିତ ହୋଇଥାଏ। ସେମାନେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ ଏବଂ ଏହି ପ୍ରକାର ସେମାନେ ସେହି ବୃନ୍ଦାବନରେ ପହଞ୍ଚିଲେ, ଯେଉଁଠାରେ ପ୍ରତ୍ୟେକ ଶାଶ୍ୱତ ଭାବେ ପରମ ସୁଖ ଶାନ୍ତିରେ ବାସ କରନ୍ତି। ସେମାନେ ବୃନ୍ଦାବନର ଚତୁର୍ଦିଗରେ ଘେରି ରହିଲେ ଏବଂ ଗାଡ଼ିମାନ ଏକ ସ୍ଥାନ ରଖିଲେ। ଯମୁନା ନଦୀ କୂଳରେ ଥିବା ଗୋବର୍ଦ୍ଧନ ପାହାଡ଼ ସୁନ୍ଦର ଦୃଶ୍ୟ ଦେଖିବା ପରେ ସେମାନେ ବାସଭବନର ନିର୍ମାଣ କରିବାରେ ଲାଗିଲେ। ସମବୟସ୍କମାନେ એકત્ર ବିଚରଣ କରୁଥିଲେ ଏବଂ ପିଲାମାନେ ସେମାନଙ୍କ ପିତା ମାତାଙ୍କ ସହ କଥାବାର୍ତ୍ତା ହେଉଥିଲେ। ବୃନ୍ଦାବନର ଅଧିବାସୀମାନେ ଏହା ଦେଖି ଖୁବ୍ ଖୁସି ହୋଇଗଲେ। ଏହି ସମୟରେ କୃଷ୍ଣ ଓ ବଳରାମ ଗୋବତ୍ସମାନଙ୍କର ଦାୟିତ୍ୱରେ ଥିଲେ ଏବଂ ଗୋପାଳ ବାଳକ ପ୍ରଥମ ଦାୟିତ୍ୱ ହେଉଛି ଛୋଟ ବାଛୁରୀଙ୍କର ଦାୟିତ୍ୱ ନେବା। ବାଲ୍ୟକାଳରେ ପିଲାମାନେ ଏଠାରେ ତାଲିମ ନିଅନ୍ତି, ତେଣୁ ଅନ୍ୟ ଗୋପାଳମାନଙ୍କ ସହ କୃଷ୍ଣ ଓ ବଳରାମ ଗୋଚାରଣ ଭୂମିକୁ ଗଲେ, ବାଛୁରୀ ଚରାଇଲେ ଏବଂ ଅନ୍ୟ ପିଲାମାନଙ୍କ ସହିତ କ୍ରୀଡ଼ାରତ ହେଲେ। ବାଛୁରୀ ଚରାଇଲା ବେଳେ ସେ ଦୁଇ ଭାଇ ବେଳେ ବେଳେ ବଂଶୀ ବଜାଉଥିଲେ। ଛୋଟ ପିଲାମାନେ ବଲ୍ ଭଳି ସେମାନେ ବେଳେ ବେଳେ ଆମଲକି ଫଳ ଓ ବେଲରେ ଖେଳୁଥିଲେ। ବେଳେ ବେଳେ ସେମାନେ ନାଚୁଥିଲେ ଏବଂ ଗୋଡ଼ରେ ବନ୍ଧା ହୋଇଥିବା ଘୁଙ୍ଗୁରର ରୁଣୁଝୁଣୁ ଧ୍ୱନି କରୁଥିଲେ। ବେଳେ ବେଳେ କମଳ ଢାଙ୍କି ହୋଇ ଗାଈ, ବଳଦ ବା ଷଣ୍ଢ ପରି ଅଭିନୟ କରୁଥିଲେ। ଏହି ପ୍ରକାରେ କୃଷ୍ଣ ଓ ବଳରାମ ଖେଳୁଥିଲେ। ସେ ଦୁଇ ଭାଇ ମଧ୍ୟ ଗାଈ ବଳଦଙ୍କ ଧ୍ୱନି ଅନୁକରଣ କରି ବହୁତ ପ୍ରକାର ଧ୍ୱନି କରୁଥିଲେ ଓ ଷଣ୍ଢ ଲଢ଼େଇ ଖେଳ ମଧ୍ୟ କରୁଥିଲେ। ବେଳେ ବେଳେ ସେମାନେ ବିଭିନ୍ନ ପ୍ରାଣୀ ଓ ପକ୍ଷୀ ଧ୍ୱନିକୁ ଅନୁକରଣ କରି ଧ୍ୱନି କରୁଥିଲେ। ଏହିପରି ସେମାନେ ସାଧାରଣ ସାଂସାରିକ ପିଲାଙ୍କ ପରି ବାଲ୍ୟ ଲୀଳା କରୁଥିଲେ। ଦିନେ କୃଷ୍ଣ ଓ ବଳରାମ ଯମୁନା କୂଳରେ ଖେଳୁଥିବା ବେଳେ ବତ୍ସାସୁର ନାମକ ଏକ ଅସୁର ଏକ ବାଛୁରୀ ରୂପ ଧାରଣ କରି ଦୁଇ ଭାଇଙ୍କୁ ବଧ କରିବା ଉଦ୍ଦେଶ୍ୟରେ ସେଠାକୁ ଆସିଲେ। ବାଛୁରୀ ରୂପ ଧରି ଅସୁର ଅନ୍ୟ ବାଛୁରୀଙ୍କ ମେଳରେ ମିଶିଗଲା। କୃଷ୍ଣ କିନ୍ତୁ ଏକଥା ଜାଣିପାରିଲେ ଏବଂ ସାଙ୍ଗେ ସାଙ୍ଗେ ଅସୁର ପ୍ରବେଶ କଥା ବଳରାମଙ୍କୁ କହିଲେ। ଦୁଇ ଭାଇ ଚୁପଚାପ ଯାଇ ତାର ପିଛା ଧରିଲେ। କୃଷ୍ଣ ତାର ପଛ ଗୋଡ଼ ଦୁଇଟିକୁ ଓ ଲାଞ୍ଜ ଧରି ପକାଇଲେ ଏବଂ ଖୁବ୍ ଜୋରରେ ବୁଲାଇ ବୁଲାଇ ପିଟି କରି ଗୋଟିଏ ଗଛ ଉପରକୁ ଫିଙ୍ଗିଦେଲେ। ଅସୁରଟି ଜୀବନ ହରାଇ ଗଛ ଉପରୁ ତଳେ ପଡ଼ିଗଲା। ଯେତେବେଳେ ରାକ୍ଷସଟି ମରି ତଳେ ପଡ଼ିଗଲା, କୃଷ୍ଣଙ୍କର ସମସ୍ତ ଖେଳସାଥୀ ବା ବା କହି କୃଷ୍ଣଙ୍କୁ ଅଭିନନ୍ଦନ ଜଣାଇଲେ ଏବଂ ସେ ଦେବତାମାନେ ଖୁସି ହୋଇ ଆକାଶରୁ ପୁଷ୍ପ ବୃଷ୍ଟି କଲେ। ଏହି ପ୍ରକାରେ ସମସ୍ତ ସୃଷ୍ଟି ରକ୍ଷାକର୍ତ୍ତା କୃଷ୍ଣ ଓ ବଳରାମ ପ୍ରତିଦିନ ସକାଳେ ବାଛୁରୀମାନଙ୍କ ଯତ୍ନ ନେବାକୁ ଲାଗିଲେ ଏବଂ ଏହି ପ୍ରକାରେ ସେମାନେ ଗୋପାଳ ବାଳଙ୍କ ପରି ବୃନ୍ଦାବନରେ ବାଲ୍ୟଲୀଳା କଲେ। ସବୁ ଗୋପାଳ ବାଳକମାନେ ପ୍ରତିଦିନ ବାଛୁରୀ ମାନଙ୍କୁ ପାଣି ପିଇବାକୁ ଯମୁନା ନଦୀକୁ ଯାଉଥିଲେ। ସାଧାରଣତଃ ଯେତେବେଳେ ବାଛୁରୀମାନେ ଯମୁନା ନଦୀରୁ ପାଣି ପିଅନ୍ତି, ଗୋପାଳ ବାଳକମାନେ ବି ପାଣି ପିଅନ୍ତି। ଦିନେ ସେମାନେ ପାଣି ପିଇସାରି ନଦୀ କୂଳରେ ବସିଛନ୍ତି। ଏହି ସମୟରେ ଠିକ୍ ଏକ ବିରାଟକାୟ ପ୍ରାଣୀ ଦେଖିଲେ, ଯିଏକି ଏକ ବତକ ପରି ଜଣା ପଡୁଥିଲା, ଯାହାକୁ ଆମେ ବର୍ଷାସୁର କହିପାରିବା। ଏବଂ ଏକ ପାହାଡ଼ ପରି ବିରାଟକାୟ ଥିଲା, ତାହାର ପୃଷ୍ଠଦେଶ ବଜ୍ର ପରି କଠିନ ଥିଲା। ସେମାନେ ଯେତେବେଳେ ଏପରି ଏକ ଅସାଧାରଣ ପ୍ରାଣୀ ଦେଖିଲେ, ସେମାନେ ଭୀତତ୍ରସ୍ତ ହୋଇପଡୁଥିଲେ ଏବଂ ସେ ପ୍ରାଣୀଟିର ନାଁ ଥିଲା ବର୍ଷାସୁର ଏବଂ ସେ କଂସର ଜଣେ ବନ୍ଧୁ। ସେ ହଠାତ୍ ଦେଖାଦେଲା ଏବଂ ତାର ତୀକ୍ଷ୍ଣ ଥଣ୍ଟରେ କୃଷ୍ଣଙ୍କୁ ଆକ୍ରମଣ କଲା ଏବଂ ତାଙ୍କୁ ଖୁବ୍ ଶୀଘ୍ର ଗିଳି ପକାଇଲା। ଯେତେବେଳେ ସେ କୃଷ୍ଣଙ୍କୁ ଗିଳି ପକାଉଥିଲା, ବଳରାମଙ୍କ ସମେତ ସବୁ ପିଲାଏ ମୃତ୍ୟୁବଧ ହୋଇଗଲେ। ସେମାନଙ୍କର ଶ୍ୱାସରୁଦ୍ଧ ହୋଇଗଲା। କିନ୍ତୁ ବକାସୁର ଯେତେବେଳେ ଶ୍ରୀକୃଷ୍ଣଙ୍କୁ ଗିଳୁଥିଲା, ସେତେବେଳେ ତାର ତଣ୍ଟି ପୋଡ଼ି ପୋଡ଼ି ହିଁ ଯାଉଥିଲା। ଏହିପରି ସେ ଅନୁଭବ କରୁଥିଲା। ଏହା କୃଷ୍ଣଙ୍କର ଉଜ୍ଜ୍ୱଳ କାନ୍ତି ବା ଦୀପ୍ତି ଯୋଗୁଁ ହିଁ ହଉଥିଲା। କୃଷ୍ଣଙ୍କ ଭିତରୁ ଏକ ତେଜ ହିଁ ବାହାରିଥାଏ, ଯୋଉଟା କି ଆମେ କହୁ ବ୍ରହ୍ମ ତେଜ। ତେଣୁ ରାକ୍ଷସ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କୁ ଫୋପାଡ଼ି ଦେଲା ଏବଂ ଥଣ୍ଟରେ ଆଘାତ କରି ତାଙ୍କୁ ମାରିବାକୁ ଚେଷ୍ଟା କଲା। ବକାସୁର ଏକଥା ଜାଣିନଥିଲା ଯେ ଯଦିଓ କୃଷ୍ଣ ନନ୍ଦ ମହାରାଜ
ନନ୍ଦ ମହାରାଜଙ୍କର ସନ୍ତାନ ରୂପେ କ୍ରୀଡ଼ାରେ ତ କରୁଥିଲେ, ତଥାପି ସେ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ସମସ୍ତଙ୍କର ଆଦି ପିତା ଥିଲେ। ମା ଯଶୋଦାଙ୍କର ସନ୍ତାନ, ଯିଏକି ଦେବତାଙ୍କର ସରୋବର ଏବଂ ସାଧୁ ସନ୍ଥ ମାନଙ୍କ ପ୍ରତି ପ୍ରତିପାଳକ। ସେ ବିରାଟ କାୟ ବକାସୁର ଥଣ୍ଟକୁ ଧରି ପକାଇଲେ ଏବଂ ତାଙ୍କର ଗୋପାଳ ବାଳକ ବନ୍ଧୁଙ୍କର ସମ୍ମୁଖରେ ଏକ ବାଳକ ପରି ଯେପରି ଅତି ସହଜରେ ଗୋଟାଏ ଘାସ ପତ୍ରକୁ ଦୁଇ ଫାଳ କରାଯାଏ, ସେମିତି ବକାସୁର ପାଟିକୁ ଚିରି ପକାଇଲେ। ଆକାଶରୁ ଦେବତାମାନେ ଖୁସି ହୋଇ ଅଭିନନ୍ଦନ ଜଣାଇ ଅତି ସୁଗନ୍ଧ ପୁଷ୍ପ ଚମେଲି ପୁଷ୍ପ ବୃଷ୍ଟି କଲେ। ପୁଷ୍ପ ବୃଷ୍ଟି ଭେରି ତୁରୀ ଶଙ୍ଖ ଆଦି ମଧ୍ୟ ବାଜି ଉଠିଲା। ଯେତେବେଳେ ପିଲାମାନେ ଆକାଶରୁ ପୁଷ୍ପ ବୃଷ୍ଟି ହେଉଥିବାର ଦେଖିଲେ ଏବଂ ଦୁନ୍ଦୁଭି ଧ୍ୱନି ଶୁଣିଲେ, ସେମାନେ ଅତି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖିଲେ, ବଳରାମଙ୍କ ସମେତ ସେମାନେ ଏତେ ଖୁସି ହୋଇଗଲେ ଯେ ସେମାନେ ଯେପରି ନୂତନ ଜୀବନ ଲାଭ କଲେ ସେହିପରି ଜଣାପଡ଼ିଲା। ସେମାନେ ଯେପରି ଦେଖିଲେ କୃଷ୍ଣ ସେମାନଙ୍କ ଆଡ଼କୁ ଆସୁଛନ୍ତି, ସେମାନେ ଜଣ ଜଣ କରି ନନ୍ଦ ମହାରାଜଙ୍କ ପୁତ୍ର କୃଷ୍ଣଙ୍କୁ ଆଲିଙ୍ଗନ କରି ଛାତିରେ ଭିଡ଼ି ଧରିଲେ। ଏହାପରେ ସେମାନେ ବାଛୁରୀ ମାନଙ୍କୁ ଏକାଠି କରି ଘରକୁ ଫେରିଲେ। ସେମାନେ ଘରେ ପହଞ୍ଚି ନନ୍ଦସୁତଙ୍କର ଆଶ୍ଚର୍ଯ୍ୟଜନିତ କ୍ରିୟାକଳାପ ସମ୍ବନ୍ଧରେ କଥାବାର୍ତ୍ତା ହେବାକୁ ଲାଗିଲେ। ଯେତେବେଳେ ଗୋପୀ ଗୋପାଳମାନେ ପିଲାଙ୍କ ଠାରୁ କୃଷ୍ଣଙ୍କର ଏ ଲୀଳା ସମ୍ବନ୍ଧରେ ଶୁଣିଲେ, ସେମାନେ ସମସ୍ତେ ଭାରି ଖୁସି ହେଲେ, କାରଣ ସେମାନେ ସ୍ୱଭାବତଃ ସମସ୍ତେ କୃଷ୍ଣଙ୍କୁ ହିଁ ଭଲ ପାଆନ୍ତି ଏବଂ କୃଷ୍ଣଙ୍କର ଲୀଳା ଗୁଣଗାଥା ଗୌରବ ଆଦିକୁ ଶ୍ରବଣ କରି ସେମାନେ କୃଷ୍ଣଙ୍କ ପ୍ରତି ଅଧିକ ସ୍ନେହୀ ହୋଇ ଉଠନ୍ତି। ଶିଶୁ ଶ୍ରୀକୃଷ୍ଣ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି, ଏହି କଥା ଚିନ୍ତା କରି ସମସ୍ତେ ଅତ୍ୟନ୍ତ ଆଦର ଓ ସ୍ନେହରେ କୃଷ୍ଣଙ୍କ ମୁଖକୁ ଦେଖିବାକୁ ଲାଗିଲେ। ସେମାନେ ବଡ଼ ଉଦ୍ବିଗ୍ନ ହୋଇ ପଡ଼ିଥିଲେ, ତଥାପି କୃଷ୍ଣଙ୍କ ଦୃଷ୍ଟିପଥରୁ ଏଡ଼ାଇ ପାରିଲେ ନାହିଁ, ଅର୍ଥାତ୍ କୃଷ୍ଣଙ୍କ ଦର୍ଶନ ମୁଖରୁ ଫେରାଇ ପାରିଲେ ନାହିଁ। ଗୋପୀ ଗୋପାଳ ମାନେ ପରସ୍ପର ମଧ୍ୟରେ ଏହି କଥାବାର୍ତ୍ତା ହେବାକୁ ଲାଗିଲେ ଏବଂ କିପରି କଥା ଶିଶୁ ଶ୍ରୀକୃଷ୍ଣଙ୍କ ଏତେ ବାର ଅସୁରମାନେ ଆକ୍ରମଣ କରୁଛନ୍ତି, ତଥାପି ଶିଶୁ ଶ୍ରୀକୃଷ୍ଣ ଅକ୍ଷତ ଶରୀରରେ ସେମାନଙ୍କ ଆକ୍ରମଣରୁ ଉଧୁରୁଛନ୍ତି ଏବଂ ଅସୁରମାନେ ବିନଷ୍ଟ ହେଉଛନ୍ତି। ସେମାନେ କଥାବାର୍ତ୍ତା ହେବାକୁ ଲାଗିଲେ, କିପରି ଏଡ଼େ ଏଡ଼େ ପ୍ରକାଣ୍ଡ ଶରୀରଧାରୀ ରାକ୍ଷସ ଶିଶୁ କୃଷ୍ଣଙ୍କୁ ବଧ କରିବାକୁ ଉଦ୍ଦେଶ୍ୟ ତାଙ୍କ ଆକ୍ରମଣ କରୁଛନ୍ତି, କିନ୍ତୁ ଶ୍ରୀହରିଙ୍କ କୃପା ଯୋଗୁଁ ସେମାନେ କୃଷ୍ଣଙ୍କର କୌଣସି କ୍ଷତି ବି କରିପାରୁନାହାନ୍ତି। ବରଂ କ୍ଷୁଦ୍ର ମକ୍ଷିକାଗଣ ଅଗ୍ନିରେ ନିପତିତ ହୋଇ ମୃତ୍ୟୁବରଣ କଲା ପରେ ସେମାନେ ମୃତ୍ୟୁବରଣ ହିଁ କରୁଛନ୍ତି। ଏହି ପ୍ରକାରେ ସେମାନେ ଗର୍ଗ ମୁନିଙ୍କ କଥାକୁ ମନେ ପକାଇଲେ, ଯେ କି ତାଙ୍କର ବିଶାଳ ବୈଦିକ ତଥା ଜ୍ୟୋତିଷ ଜ୍ଞାନ ବଳରେ ଭବିଷ୍ୟତବାଣୀ ପ୍ରକାଶ କରିଥିଲେ। ଏହି ବାଳକ ଅନେକ ଅସୁରଙ୍କ ଦ୍ୱାରା ଆକ୍ରାନ୍ତ ହେବ। ବର୍ତ୍ତମାନ ସେମାନେ ଦେଖୁଛନ୍ତି ନା ତାଙ୍କ କଥାରେ ଅକ୍ଷରେ ଅକ୍ଷରେ ସତ୍ୟ ହେଉଛି। ନନ୍ଦ ମହାରାଜଙ୍କ ସମସ୍ତ ବୟସ୍କ ଗୋପାଳବୃନ୍ଦ କୃଷ୍ଣ ଓ ବଳରାମଙ୍କର ଅଦ୍ଭୁତ କ୍ରିୟାକଳାପ ସମ୍ବନ୍ଧରେ କଥାବାର୍ତ୍ତା ହେବାକୁ ଲାଗିଲେ ଏବଂ ସେମାନେ ସର୍ବଦା ସେହି କଥାର ଆଲୋଚନାରେ ଏତେ ଦୂର ମଜି ଯାଇଥିଲେ ଯେ ସେମାନେ ଭୌତିକ ସ୍ଥିତିର ତ୍ରିତାପକୁ ଭୁଲି ଯାଇଥିଲେ। ଏହା ହେଉଛି କୃଷ୍ଣ ଭାବନାର ଫଳ। 5000 ବର୍ଷ ପୂର୍ବେ ତଳେ ଯାହା ନନ୍ଦ ମହାରାଜଙ୍କ ଦ୍ୱାରା ଅନୁଭୂତ ହେଉଥିଲା, ତାହା ବର୍ତ୍ତମାନ ସୁଦ୍ଧା କୃଷ୍ଣ ଚେତନଶୀଳ ବ୍ୟକ୍ତିମାନଙ୍କ ଦ୍ୱାରା ଅନୁଭୂତ ହେଉଛି। କୃଷ୍ଣ ଚେତନଶୀଳ ଭକ୍ତ ବୃନ୍ଦ ବର୍ତ୍ତମାନ ସୁଦ୍ଧା ଶ୍ରୀକୃଷ୍ଣଙ୍କର ତଥା ତାଙ୍କ ସାଙ୍ଗସାଥୀ ଭକ୍ତବୃନ୍ଦ ସେହି ଦିବ୍ୟ ଲୀଳା ଓ କ୍ରିୟାକଳାପ ସମ୍ବନ୍ଧରେ କଥାବାର୍ତ୍ତା କରି ତାହା ଆଲୋଚନା କରି ମଧ୍ୟ ଆନନ୍ଦ ଉପଭୋଗ କରୁଛନ୍ତି। ଏହି ପ୍ରକାରେ ଶ୍ରୀ ରାମଚନ୍ଦ୍ରଙ୍କର ଯେଉଁ ମର୍କଟ ସୈନ୍ୟମାନେ ସମୁଦ୍ର ଉପରେ ସେତୁ ବାନ୍ଧିଥିଲେ ଏବଂ ଯେଉଁ ହନୁମାନ ସମୁଦ୍ରକୁ ଡେଇଁ ଲଙ୍କାକୁ ଯାଇଥିଲେ, ସେହିମାନଙ୍କୁ ଅନୁକରଣ କରି ଉଭୟ ଶ୍ରୀକୃଷ୍ଣ ଓ ବଳରାମ ସେମାନଙ୍କର ଦିବ୍ୟ ଲୀଳା ଖେଳା ଉପଭୋଗ କରୁଥିଲେ। ସେମାନଙ୍କ ସାଥୀବୃନ୍ଦ ମେଳରେ ସେମାନେ ଏ ପ୍ରକାର ଲୀଳା ଖେଳାକୁ ଅନୁକରଣ କରିବାକୁ ଲାଗିଲେ ଏବଂ ଏହିପରି ଖୁବ୍ ଆନନ୍ଦରେ ସେମାନେ ବାଲ୍ୟକାଳ ଜୀବନ ବିତାଇବାକୁ ଲାଗିଲେ। ହରେ କୃଷ୍ଣ। ହରେ କୃଷ୍ଣ। हरे कृष्ण। हरे कृष्ण।
तो सरीगला ଆଉ ଦିଟା ଖଣ୍ଡେ ଚାପ୍ଟର ପଢିଥାନ୍ତେ ନା ମୁଁ କହିଲି କ୍ଲାସ ଦେବା ପାଇଁ ତା ପୁରା ପଢିଦେଲ। ଆମର ଲାଭ ହେଲା, ଆମେ ପଚାରିବା କେତେ ଲାଭ ହେଲା। ଠିକ ଅଛି। ରାମନାଥ ପ୍ରଭୁ ତମେ କହିବ କିଛି? କିଏ ଆରମ୍ଭ ସେସନ ଥିଲେ ଆମେ ତାଙ୍କୁ ପଚାରିବା, ତାପରେ ଆମେ ନେକ୍ସଟ ସେସନ ଯିବା। ଚଳଙ୍ଗ ପ୍ରଭୁ ତମେ ଅନମ୍ୟୁଟ କରି କହିଲ କଣ ତମକୁ ଭଲ ଲାଗିଲା? ଭଲ ତ ଲାଗିଲା। हरे कृष्ण प्रभु दंडवत प्रणाम प्रभु। प्रभु मु शेषରେ ଶୁଣିଲି। ଲାଜ ନ କରି କହୁଛନ୍ତି। ପ୍ରଭୁ ମୁଁ ଶେଷରେ ଶୁଣିଲି। ଶେଷରେ ଶୁଣିଲେ କଣ ଶୁଣିଲ ତମେ? ଠିକ ସେ ଫେଣ୍ଡା ଚାଲିଥିଲା ଠିକ ସେ ଟିକେ ବୁଝି ପାରିଲିନି। ହଉ। ଜୟ ପ୍ରଭୁ ତମେ ଧନ୍ୟବାଦ। ପ୍ରଭୁଜୀ ପ୍ରଭୁପାଦଙ୍କର ଭାବାର୍ଥରୁ ପ୍ରଭୁପାଦଙ୍କର ଯୋଉ କୃଷ୍ଣ ଭୋଗରୁ ପୂର୍ଣ୍ଣ ରୂପେ ପଢିକି ଶୁଣିବେ କହିପାରିବା। ଆଜି ଦିଟା ବିଶେଷ ବିଷୟ ଥିଲା, ବର୍ଷାସୁର ଆଉ ବକାସୁର। ବର୍ଷାସୁର କଣ କରୁଥିଲେ? ବର୍ଷାସୁର ଛୋଟ ବାଛୁରୀ ରୂପରେ ଆସିଥିଲେ ଭଗବାନଙ୍କ ସାମ୍ନାକୁ। ତ ଆମେ ନିଶ୍ଚୟ ଜାଣିବା ଦରକାର କି ଭଗବାନଙ୍କୁ ଆମେ କଣ କୁହନ୍ତି? ନମୋ ବ୍ରାହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ଛ ଜଗଦିତାୟ କୃଷ୍ଣ ଗୋବିନ୍ଦାୟ ନମୋ ନମୋ। କିନ୍ତୁ ଭଗବାନ ହେଲେ ମଧ୍ୟ ୟାପରେ କହିବା ଭଗବାନ ଆମ ସମସ୍ତଙ୍କର ପାଇଁ ଏଟା ଦେଖଉଛନ୍ତି କି ଆମେ ଯୋଉ ଫିଲ୍ଡ ଅଫ ଆକ୍ଟିଭିଟିରେ ଯେତେ ଦୁର୍ବଳ, ସେଇ ଫିଲ୍ଡ ଅଫ ଆକ୍ଟିଭିଟିରେ ହିଁ ଆମକୁ ଚ୍ୟାଲେଞ୍ଜେସ୍ ଆସେ। ଭଗବାନ ଗୋମାତାଙ୍କୁ ହତ୍ୟା କରିପାରିବେନି, କାହିଁକି ନା ଭଗବାନ ଗୋମାତାଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ତା ସାଙ୍ଗରେ ଭଗବାନ ସ୍ତ୍ରୀ ଲୋକଙ୍କୁ ତ ହତ୍ୟା ଚାନ୍ସ ନାହିଁ, ତ ପୁତନାକୁ ଭଗବାନ ବଧ କରୁଛନ୍ତି, ଅରିଷ୍ଟାସୁରକୁ ବଧ କରୁଛନ୍ତି, ସେଠି ବର୍ଷାସୁରକୁ ଭଗବାନ ବଧ କରୁଛନ୍ତି। ତେଣୁ ସେଥିପାଇଁ ଆମକୁ ଲାଗେ କି ଆମେ ଜୀବନରେ ଭକ୍ତି ଯଦି କରିବା ବହୁତ ସୁନ୍ଦର ସୁଖରେ ହିଁ କରିପାରିବା, କିନ୍ତୁ ଆକ୍ଚୁଆଲି ସେଇ ଜାଗାରେ ହିଁ ଆମକୁ ଚ୍ୟାଲେଞ୍ଜେସ୍ ଫେସ୍ କରିବାକୁ ପଡେ। ତ ଭଗବାନଙ୍କୁ ଆମେ ଯେତେବେଳେ ଦେଖନ୍ତି କୃଷ୍ଣଙ୍କୁ, ସେତେବେଳେ ଆମକୁ ଲାଗେ କି ଭଗବାନ ମାନେ ବହୁତ ଏନ୍ଜୟ କରୁଛନ୍ତି। ଅସଂଖ୍ୟ ଗୋପ ଗୋପୀ ସମସ୍ତେ ଅଛନ୍ତି, ଭଗବାନ ଏନ୍ଜୟ କରୁଛନ୍ତି, ନୋ ଡାଉଟ ଭଗବାନ ଏନ୍ଜୟ କରୁଛନ୍ତି। କିନ୍ତୁ ଏଠି ଭଗବାନଙ୍କର ଏନ୍ଜୟମେଣ୍ଟ ଅପେକ୍ଷା ଏଠି ଅସୁର ମାନଙ୍କର ବହୁତ ପ୍ରଭାବ ପକଉଛନ୍ତି। କେମିତି? ଗୋଟିଏ ପରେ ଗୋଟିଏ ଅସୁର, ପୁଣି ଭଗବାନ ଗୋଟେ ସେନ୍ସିଟିଭ ଜାଗା କହିପାରିବେ ନା, ସେଇ ଜାଗାରେ ଭଗବାନ ଚ୍ୟାଲେଞ୍ଜେସ୍ ଫେସ୍ କରୁଛନ୍ତି। ତେଣୁ ସେଇଥିପାଇଁ ଆମେ ଏଇଟା ଏଇଭଳିଆ ମନୋଭାବ ଗ୍ରହଣ କରିପାରିବା କି ଯଦି ବା କୁହାଯାଏ ସୁସୁଖମ କରୁତୁମ ଅବ୍ୟୟ ଭକ୍ତିକୁ, କିନ୍ତୁ ଆମକୁ ଚ୍ୟାଲେଞ୍ଜେସ୍ ଫେସ୍ କରିବା ପାଇଁ ପଡିବ। ତ ବିଶେଷ କରିକି ବୃନ୍ଦାବନରେ ଯୋଉ ବର୍ଷାସୁର ଅଛନ୍ତି, ତ ବର୍ଷାସୁର କାହାକୁ ରିପ୍ରେଜେଣ୍ଟ କରନ୍ତି? କୁହାଯାଏ ଛୋଟ ପିଲାର ମନୋବୃତ୍ତି। ତ ଏଇ ଯୋଉ ବର୍ଷାସୁର ଥିଲେ, ପୂର୍ବ ଜନ୍ମରେ ପ୍ରମିଳା ନାମକ ଜଣେ ବ୍ୟକ୍ତି ଥିଲେ। କଣ କହିଲି? ପ୍ରମିଳା ନାମକ ଜଣେ ବ୍ୟକ୍ତି ଥିଲେ, ଯିଏ ଏଇ ଜନ୍ମରେ ବର୍ଷାସୁର ରୂପରେ ଆବିର୍ଭାବ କରୁଛନ୍ତି। କିନ୍ତୁ ଏ ଯୋଉ ପ୍ରମିଳା ନାମକ ଜଣେ ବ୍ୟକ୍ତି ଥିଲେ, ତ ସିଏ ଡିମନ ଥିଲେ, ଡିମନ ମାନେ ଅସୁର ଥିଲେ, ଆଉ ମରୁଙ୍କର ପୁତ୍ର ଥିଲେ। ତ ଦିନେ ସେ ସ୍ୱର୍ଗର ଯୋଉ ରାଜା ଥିଲେ, ଓକେ ସମୟ ତ ହେଇଗଲାଣି, ମୁଁ ବସ୍ କୁଇକଲି କହିଦଉଛି, ତାପରେ ନେକ୍ସଟ ଗୌରାଙ୍ଗ ପ୍ରଭୁ କହିବେ। ତ ଏଠି ବର୍ଣ୍ଣନା କରାଯାଏ କି ସ୍ୱର୍ଗରେ ଯୋଉ ଦେବତା ମାନେ ଥିଲେ, ତାଙ୍କୁ ସେ ହରେଇକି ସେ କଣ କରୁଛନ୍ତି? ବଶିଷ୍ଠ ମୁନିଙ୍କର ଆଶ୍ରମରେ ପ୍ରବେଶ କରୁଛନ୍ତି। ଆଉ ସେଠି ଦେଖୁଛନ୍ତି ଗୋଟେ ଗାଈ ଅଛି, ତାଙ୍କ ନନ୍ଦିନୀ ତାଙ୍କ ନାଁ। ସେ ନନ୍ଦିନୀଙ୍କୁ ଦେଖୁଛନ୍ତି ଆଉ ନିଜେ ବେଶ ବଦଳେଇକି ବ୍ରାହ୍ମଣ ବେଶରେ ଆସିକି ସେ ନନ୍ଦିନୀକୁ ନବା ପାଇଁ ସେଠି ରିକ୍ୱେଷ୍ଟ କରୁଛନ୍ତି। ତ ନନ୍ଦିନୀ କିନ୍ତୁ ଜାଣିଦେଲେ କି ଇଏ କଣ ଅସୁରଟେ, ତ ସେଠି ମନା କଲେ, କହିଲେ ତୁମେ ବେଶ ବଦଳେଇକି ଆସିଛ, ଆଉ ସେଥିପାଇଁ ମୁଁ ତୁମକୁ ଅଭିଶାପ ଦଉଛି, ତୁମେ କଣ ଏଇ ରୂପରେ ଜନ୍ମ ନବ।
ଗାଈ ରୂପରେ ବାଛୁରୀ ରୂପେ ଜନ୍ମ ନବ ଆଉ ଭଗବାନଙ୍କ ହାତରେ ତମର ଉଦ୍ଧାର ହେଇପାରିବ। ତେଣୁ ଏଇ ବର୍ଷାସୁର ଜଣଙ୍କର ଚାଇଲ୍ଡିଶ ମେଣ୍ଟାଲିଟି କଣ ଛୋଟ ପିଲାଙ୍କର ମନୋବୃତ୍ତି, ଛୋଟ ପିଲା ସରଳ ହିସାବରେ କୁହା ହଉନି, ସେ ଛୋଟ ପିଲାଙ୍କର ମନୋବୃତ୍ତି ମିସଚିଭିୟସ୍ ଆକ୍ଟିଭିଟିଜ ହେଲା। ଆଉ ଯୋଉମାନେ ମାୟା ଦ୍ଵାରା ବହୁତ ଫଟାଫଟ ପ୍ରଭାବିତ ହେଇଯାଆନ୍ତି, ଆଉ ଯାହା ଦ୍ଵାରା ମାୟା ଦ୍ଵାରା ପ୍ରଭାବିତ ହେଲେ କଣ ସେ କଣ ତାଙ୍କୁ ଭଲ ଲାଗେ, ଧର ଗୋଟେ ମିଛ କହିବାର ଅଛି ହେଲା, ମୁଁ କିଛି ଭୁଲ କରିଛି ମୁଁ ମିଛ କହିବି, ମୁଁ ଛୋଟ ପିଲା ମତେ ଇଜି ଲାଗିବ, ବାସ୍ ମିଛ କହିଦେଲି ତ ଟେନସନ ନାହିଁ ଆଉ କିଛି। ତେଣୁ ଆମେ ମାୟା ଦ୍ଵାରା ଯଦି ମିସଚିଭିୟସ୍ ହବା, ଚାଇଲ୍ଡିଶ ମେଣ୍ଟାଲିଟି ରଖିବା, ଆମେ ମାୟା ଦ୍ଵାରା ଜଲ୍ଦି ପ୍ରଭାବିତ ହେଇପାରିବା। ଆଉ ଯିଏ ମାୟା ଦ୍ଵାରା ଜଲ୍ଦି ପ୍ରଭାବିତ ହେଉଛି ମାନେ କଣ, ତାର ମେଟେରିଆଲ ଆବଜର୍ପସନ ଅଛି। ତ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ୟା ଉପରେ ବହୁତ ବଢିଆ ତାତ୍ପର୍ଯ୍ୟ ପ୍ରଦାନ କରିଛନ୍ତି। ସେ କେତେଟା ଜିନିଷ କହୁଛନ୍ତି ମୁଁ ସେୟାର କରିବି ନିଶ୍ଚୟ। ତ କହୁଛନ୍ତି ଛୋଟ ପିଲାମାନେ ସ୍ୱାଭାବିକ ରୂପରେ ଖେଳକୁଦ ପ୍ରିୟ, କିନ୍ତୁ ତାହା ସେମାନଙ୍କର ଆଧ୍ୟାତ୍ମିକ ପ୍ରଗତିକୁ ବାଧା ଦେବା କଥା ନୁହେଁ। ତେଣୁ ସେଥିପାଇଁ ପିଲାମାନଙ୍କୁ ଏଇ ଯୋଉ ମଡର୍ଣ୍ଣ ଟାଇମର ସେନ୍ସୁଆଲିଟି ତା ଥିରୁ ମୁକ୍ତ କରିବା ପାଇଁ ତାଙ୍କୁ ଆମକୁ କୃଷ୍ଣ ଭାବନାମୃତ ବନେଇବାକୁ ପଡିବ। ତାଙ୍କୁ ଆମକୁ କୃଷ୍ଣ ଭାବନାମୃତ ବନେଇବାକୁ ପଡିବ। ମୋର ମନେ ଅଛି ଆମର ମୁଁ ଯେତେବେଳେ 10th ପଢୁଥିଲି ସେତେବେଳେ ଆମ ଗାଁରେ ଗୋଟିଏ ଲୋକ ବି କେହି ସ୍ଲାଙ୍ଗ୍ସ ୟୁଜ କରୁନଥିଲେ। ଆମର ଗାଁ ଏରିଆ କିନ୍ତୁ କେହି ସ୍ଲାଙ୍ଗ୍ସ ୟୁଜ କରୁନଥିଲେ। କିନ୍ତୁ ଯେତେବେଳେ ମୁଁ +2 ପଢିବାକୁ ଗଲି, +2 ପଢିକି 2 ବର୍ଷ ଭିତରେ ଆସିଲି, ମୁଁ ଦେଖିଲି କେହି ଗୋଟିଏ ଲୋକ ନାହାନ୍ତି ଯେ ସ୍ଲାଙ୍ଗ୍ସ କହୁନାହାନ୍ତି। ମୁଁ କହିଲି ଏତେ ତୀବ୍ର ପରିବର୍ତ୍ତନ କେମିତି ହେଲା? ଯେତେବେଳେ ନୂଆ ନୂଆ ମୋବାଇଲ ଆସିଥିଲା ଆଉ ଲୋକମାନେ ମୋବାଇଲର ପ୍ରଭାବରେ ତୁରନ୍ତ ତାଙ୍କୁ ଆନନ୍ଦ ଲାଗିଲା, ସବୁ ଶିଖିଲେ। ସେଥିପାଇଁ ଏଇଟା ପିତାମାତାଙ୍କର ଦାୟିତ୍ୱ ତାଙ୍କର ପୁତ୍ର ସନ୍ତାନ ମାନଙ୍କୁ କୃଷ୍ଣ ଭାବନାମୃତ କରିବେ। ତେଣୁ ସେଥିପାଇଁ ତାଙ୍କୁ ବିଭିନ୍ନ ପ୍ରକାର ପାପ ହେଲା, ଯୋଉମାନେ ସେମାନେ ଭାବନ୍ତି ଆମେ ବଡ ଲୋକ ହେଇଗଲୁଣି, ଆଡଲ୍ଟ ହେଇଗଲୁଣୁ, ତେଣୁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ନିମଗ୍ନ ଥାନ୍ତି, ତାଙ୍କୁ ସେଠି ମୁକ୍ତ କରିବାର ଅଛି। ତେଣୁ ଏଠି କୁହାଯାଏ ଯେ ପର୍ଯ୍ୟନ୍ତ ଜଣେ ଛୋଟ ପିଲା ମଧ୍ୟ ସହୃଦୟତାର ସହିତ ଭକ୍ତି କରିନି ସେ ପର୍ଯ୍ୟନ୍ତ ଡିଫିକଲ୍ଟ ହବ। ବ୍ରହ୍ମ ବୈବର୍ତ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯୋଉ ବକାସୁର ଥିଲା, ତ ତାଙ୍କର ପୂର୍ବ ଜନ୍ମରେ କଣ ସେ ସୁହୋତ୍ର ନାମକ ଗୋଟେ ଗନ୍ଧର୍ବ ଥିଲେ। ତ ଦିନେ କଣ କରିଛି, ସିଏ ତାଙ୍କର ଏଇ ଯୋଉ ସୁହୋତ୍ର ଗନ୍ଧର୍ବ ଥିଲେ ସେ ଦୁର୍ବାସା ମୁନିଙ୍କର ଶିଷ୍ୟ ଥିଲେ। ତ ଦିନେ କଣ କରିଛନ୍ତି, 3 ଭାଇ କିଏ, ଯିଏ ପ୍ରଳମ୍ବାସୁର ହେଇଥିଲେ, କେଶୀ ହେଇଥିଲେ, ଆଉ ଏଇ ବକାସୁର, ତ 3 ଜଣ ପୂର୍ବ ଜନ୍ମରେ 3 ଭାଇ ଥିଲେ। ତ ସେମାନେ କଣ କରିଛନ୍ତି, ତପସ୍ୟା କରିବାକୁ ଯାଇଛନ୍ତି କୋଉଠି, ପୁଷ୍କର ତୀର୍ଥକୁ ଯାଇଛନ୍ତି। ତ ପୁଷ୍କର ତୀର୍ଥରେ ତପସ୍ୟା କରୁଛନ୍ତି, ଆଉ ସେମାନେ ଚାହିଁଲେ ସେଠି ଗୋଟେ ହ୍ରଦ ଅଛି, କଣ ଚିତ୍ର ସରୋବର କରିକି ଗୋଟେ ହ୍ରଦ ଅଛି। ତ ସେଇ ହ୍ରଦରେ 1,00,000 ପଦ୍ମ ଫୁଲ ଫୁଟିଛି। ତ ଏମାନେ ଯାଇଛନ୍ତି, କଣ କରୁଛନ୍ତି, ପଦ୍ମ ଫୁଲ ଆଣିବା ପାଇଁ ଯାଇଛନ୍ତି। ସେଠି ଯେତେବେଳେ ଆଣିବା ପାଇଁ ଉଦ୍ୟତ ହେଇଛନ୍ତି, ତ ଶିବଙ୍କର ଦୂତ ମାନେ ତାଙ୍କୁ ଧରି ଦେଇଛନ୍ତି, ତାଙ୍କୁ ଶିବଙ୍କ ପାଖକୁ ନେଇକି ଆସିଛନ୍ତି। ଆଉ ଶିବ ତାଙ୍କୁ କହୁଛନ୍ତି କି ତୁମେ କଣ କହୁଛନ୍ତି ନା, ମୁଁ ପାର୍ବତୀଙ୍କୁ ପ୍ରତିଜ୍ଞା କରିଥିଲି ଏଇ ଯୋଉ ହ୍ରଦରୁ ନା 100 ଦିନ ପର୍ଯ୍ୟନ୍ତ ହେଲା, 100 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ 1000ଟା ଲେଖାଏ ପଦ୍ମ ଫୁଲ ପାର୍ବତୀ ଦେବୀ କଣ କରିବେ, କୃଷ୍ଣଙ୍କୁ ଅର୍ପଣ କରିବେ, ଆଉ ସେଇଥିପାଇଁ ମୁଁ ତାଙ୍କୁ ସାହାଯ୍ୟ କରିବି। ଆଉ ଯେହେତୁ ଆଉ ଏବେ ନାହିଁ, କାରଣ ତୁମେ ମାନେ କିଛି ଆସିକି ଚୋରି କରିକି ନେଇଛ, ସେଥିପାଇଁ ଏବେ ତୁମକୁ ତାର ଦଣ୍ଡ ଭୋଗିବାକୁ ପଡିବ। ତୁମକୁ କଣ ହବାର ଅଛି, ରାକ୍ଷସ କୁଳରେ ଜନ୍ମ ନବ, ଆଉ ତୁମେ ଭଗବାନ କୃଷ୍ଣଙ୍କ ଦ୍ୱାରା ଉଦ୍ଧାର ହବ। ତେଣୁ ଯୋଉ ବକାସୁର ବହୁତ ଭୟାନକ ଅନର୍ଥ ଆମକୁ ରିପ୍ରେଜେଣ୍ଟ କରେ। କଣ ମନେ ରଖିବ, ବକାସୁର କାହାକୁ ରିପ୍ରେଜେଣ୍ଟ କରେ ନା, ଡୁପ୍ଲିସିଟି, ଛଳନା, କପଟତା, କନିଂ ନେଚର, ଡିସେପ୍ଟିଭ ବିହେଭିୟର। ଡିସେପ୍ଟିଭ ମାନେ ପେଟରେ ଗୋଟେ କଥା ପାଟିରେ ଗୋଟେ କଥା, ହିପୋକ୍ରେସି ଯୋଉଟା କହନ୍ତି। ତେଣୁ ଫଲ୍ସ ଲାଇଫଷ୍ଟାଇଲ ଆମେ ମେଣ୍ଟେନ କରୁଛେ, ଯେତେବେଳେ ହିପୋକ୍ରେସି, ଆମେ ଆକ୍ଚୁଆଲି ଭକ୍ତ ନୁହେଁ, କିନ୍ତୁ ଭକ୍ତର ଆବେଶରେ ଆମେ କଥା କହୁଛେ, ଭକ୍ତର ଆବେଶରେ ଆମେ ରହୁଛେ, କି ଭକ୍ତର ଆବେଶରେ ଆମେ କିଛି ଫାଇଦା ପାଇବା ପାଇଁ ଚେଷ୍ଟା କରୁଛେ। ତ ଏଇଟା ଫଲ୍ସ ନୋସନ, କିମ୍ବା ନିଜର ମାନ ମର୍ଯ୍ୟାଦା ପୂଜା ଲାଭ ପ୍ରତିଷ୍ଠା ବଢାଇବା ପାଇଁ ଆମର ଭକ୍ତର ବେଶ ଧାରଣ କରିଛେ। ତେଣୁ ଏଇ ଯୋଉ ଛଳନା ଅଛି, ତ ଏଇଟାକୁ ରିପ୍ରେଜେଣ୍ଟ କିଏ କରୁଛନ୍ତି ନା ବକାସୁର। ବର୍ଷାସୁର କାହାକୁ ରିପ୍ରେଜେଣ୍ଟ କରୁଛନ୍ତି, ଚାଇଲ୍ଡିଶ ମେଣ୍ଟାଲିଟି which is easily influenced by material attachment या फिर sensuality କହିପାରିବା ହେଲା। sensuality ମାନେ ଭୌତିକ ପ୍ରବଣତା ହେଲା, ଶରୀର ତତ୍ତ୍ୱ ଦ୍ୱାରା ସେ ବିଶେଷ ଜଲ୍ଦି ପ୍ରଭାବିତ ହେଇଯାନ୍ତି। ତ ଏ ଦିଟା ରାକ୍ଷସ କଥା ତାଙ୍କ ସାଙ୍ଗରେ ଉଦ୍ଧାର ହେଲା। ତ ଆମେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ଦରକାର କି ଆମ ଭିତରେ ମଧ୍ୟ ଏଇ ରାକ୍ଷସ ଗୁଣ ଉଦ୍ଧାର ହଉ, ତାକି ଆମେ ବହୁତ ସୁନ୍ଦର ଭାବରେ ଭଗବାନଙ୍କର କରିପାରିବା। ହରେ କୃଷ୍ଣ। ମନୋଜ ପ୍ରଭୁ ବହୁତ ଧନ୍ୟବାଦ। ନେକ୍ସଟ ଟାଇମ କ୍ଲାସ ଦବ ସମସ୍ତେ ଆକ୍ଚୁଆଲି
ଆଖି ବନ୍ଦ କରି କହିବା ଦରକାର। ଜପ କଲା ଆମେ ଆଖି ବନ୍ଦ କରିଦଉଛେ, ଢୁଳେଇ ପଡୁଛେ, ଏବେ ଆଟଲିଷ୍ଟ ଆଖି ବନ୍ଦ କରିକି ପୁରା କହିବା ଦରକାର କଣ ଅଛି। ଓକେ, ବିଶେଷ ଧନ୍ୟବାଦ ତଥାପି ଆମକୁ ସୁଯୋଗ ଦେଇଥିଲ ପ୍ରଭୁପାଦଙ୍କର ଭାବାର୍ଥ ଶୁଣିବା ପାଇଁ। ହରେ କୃଷ୍ଣ। ନେକ୍ସଟ ସେସନ ଆମେ ସମସ୍ତେ ଧ୍ୟାନ ଦେଇକି ଶୁଣ, କାହିଁକିନା ଏଇଟା କମ ଟାଇମ ଭିତରେ ଥିଲା ବୋଲି ମୁଁ କହିଲି, ସମସ୍ତେ କହିବାର ଅଛି।